ଠାକୁରଙ୍କୁ ଜଣେ ଭକ୍ତ ଭାଇ ପଚାରୁଛନ୍ତି, ଠାକୁର ମଣିଷ ପ୍ରକୃତରେ ବିବେକବାର ହୁଏ କିପରି? ଠାକୁର ତାର ସୁନ୍ଦର ବ୍ୟାଖ୍ୟା କରୁଛନ୍ତି, ବିବେକ କଥାର ବୀଜ ଧାତୁ, ଆଉ ବୀଜ ଧାତୁ ମାନେ ବିଚାର କରିବା, ପୃଥକୀକରଣ କରିବା। ମୋ ଭିତରେ ସବୁ ଜିନିଷର ଛାପ ପଡ଼େ। ମୋ ପକ୍ଷେ କେଉଁଟା ଅନୁକୂଳ କେଉଁଟା ପ୍ରତିକୂଳ ତା ନିର୍ଦ୍ଧାରଣ କରି ନେବା ହିଁ ହେଲା ବିବେକର କାମ। ଆଉ କେଉଁଠି କି ପ୍ରକାର ବିହିତ ସମ୍ବନ୍ଧର ବି କାମ କରିବାକୁ ହେବ ତା ବି ସେଇ ବିବେକ ହିଁ ନିର୍ଦ୍ଧାରଣ କରେ। ଆଉ ଏସବୁ ମୋରେ ହେଲା ନିଷ୍ଠା। ନିଷ୍ଠା ଯେଉଁଠାରେ ଯେପରି ଥାଏ ବିବେକ ବି ସେଇଭଳି ହୋଇପଡ଼େ, ଭାବ ବି ସେପରି ହୁଏ। ଆଉ ଭାବ ହେଲେ ହିଁ ବୃତ୍ତି ସମ୍ବେଗ ବି ହୁଏ। ଇଷ୍ଟନିଷ୍ଠା ଜମାଟବଦ୍ଧ ଓ ସଂଗତ ଯେଉଁଠାରେ ଯେତେ ବେଶୀ ହୁଏ ସେଠାରେ